ପୃଥିବୀର ଅନେକ ବଡ଼ ବଡ଼ ମନୀଷୀ ସେମାନଙ୍କ ନିଜ ଜୀବନର ଅନେକ ଅନାଲୋଚିତ କଥା ପ୍ରକାଶ କରିଛନ୍ତି। ଏହାକୁ ସେମାନେ ସ୍ୱୀକାରୋକ୍ତି ବୋଲି କହନ୍ତି। ଇଂରାଜୀରେ ଏହା କନଫେସନ୍। ଏହି ମନୀଷୀଙ୍କ ଭିତରେ ସେଣ୍ଟ ଅଗଷ୍ଟାଇନ, ଲିଓ ଟଲଷ୍ଟୟ, ରୁସୋ ଏବଂ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଅନ୍ତର୍ଭୁକ୍ତ। ଗାନ୍ଧୀ ତାଙ୍କ ଜୀବନର ଅନେକ ଅଜଣା ତଥା ସମ୍ବେଦନଶୀଳ କଥା ତାଙ୍କ ଆତ୍ମଜୀବନୀ ଦ ଷ୍ଟୋରି ଅଫ୍ ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥରେ ଲେଖିଛନ୍ତି। ସ୍ୱୀକାରୋକ୍ତି ସମ୍ପର୍କରେ ଗାନ୍ଧୀ କହନ୍ତି, ନିଜ ଭୁଲ ସ୍ୱୀକାର କରିବା ଏକ ଝାଡ଼ୁ ସଦୃଶ। ଏହା ଏକ ବଡ଼ ପହଁରାଟିଏ ଯାହା ସମସ୍ତ ମଇଳାକୁ ଓଳାଇ ଦେଇ ଚଟାଣ ସଫା କରିଦେଇଥାଏ। କେବଳ ଦୋଷ ମାନି ନେଇ ବାହାରେ ପ୍ରକାଶ କରିଦେବା ଯଥେଷ୍ଟ ନୁହେଁ। ଏ ପାପ ଆଉ କେବେ ଜୀବନରେ କରିବି ନାହିଁ ବୋଲି ଶପଥ ନେବା ବି ଦରକାର। ଆତ୍ମପ୍ରକାଶ ସହ ପୁନର୍ବାର ଏହି ପାପ ନ କରିବାର ଶପଥ ହିଁ ସ୍ୱୀକାରୋକ୍ତି। ଏହା ହିଁ ପ୍ରାୟଶ୍ଚିତ। ନିଜଠାରୁ ନିଜ ଅତୀତକୁ ଦୂରେଇ ରଖିବା କିଛି ସହଜ କଥା ନୁହେଁ। ବିଚ୍ଛିନ୍ନ ଅତୀତ ନେଇ ଏକ ଜୀବନ ବେଶ୍ ଅଦ୍ଭୁତ ଅନୁଭୂତି। ଯିଏ ଏହା କରିପାରିଛନ୍ତି ସେ ନିଶ୍ଚୟ ଏକ ଭିନ୍ନ ମଣିଷ, ବ୍ୟତିକ୍ରମ। ଏପରି ମଣିଷ ଅତୀତର ଭୁଲକୁ ସ୍ୱୀକାର କରିବାକୁ କେବେ ଲଜ୍ଜା ଅନୁଭବ କରନ୍ତି ନାହିଁ, କାରଣ ଅତୀତର ପାପ ତାଙ୍କୁ ଆଉ କେବେ ସ୍ପର୍ଶ କରିପାରେନି। ରୋଗୀଟିଏ ତାର ରୋଗ ଲୁଚାଇବା ଅନୁଚିତ। ଯେଉଁ ରୋଗୀ ଏପରି କରେ, ନିଜ ରୋଗ ଲୁଚାଏ, ସେ ହିଁ ନିଜେ ତାର ଶତ୍ରୁ ହୋଇଯାଏ। ଈଶ୍ୱରଙ୍କ ନଜରରେ ପାପୀ ଏବଂ ସାଧୁ ଏକ ସମାନ। ଉଭୟଙ୍କର ନ୍ୟାୟ ପାଇବାର ଅଧିକାର ଅଛି। କିଏ ଆଗକୁ ଯିବ ଏବଂ ଆଉ କିଏ ପଛକୁ, ଇଏ ନିବେଦନ ଥାଏ ଉଭୟ ସାଧୁର ଏବଂ ପାପୀର। ସେଇଥିପାଇଁ ଉଭୟଙ୍କୁ ସୁଯୋଗ ମିଳିବା ଉଚିତ ବୋଲି ସେମାନେ ଚାହାନ୍ତି। ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି, କାରଣ ଏ ଦୁଇ ଜଣ ଈଶ୍ୱରଙ୍କ ସନ୍ତାନ। ଯେଉଁ ସାଧୁ ନିଜ ପାପ, ନିଜ ଭୁଲ ଲୁଚାଏ ଏବଂ ଅନ୍ୟଠାରୁ ନିଜକୁ ବଡ଼ ମହାନ ବୋଲି କହେ, ସେ ତାର ସାଧୁତ୍ୱ ହରାଏ। ସାଧୁ ବୋଲି ସଂସାରରେ ସେ ଗଣା ହୁଏ ନା। ପାପୀଠାରୁ ସେ ଅଧିକ ନୀଚ ହୋଇଯାଏ। ଅନ୍ୟ ପକ୍ଷରେ ପାପୀ ମୂଢ଼, ଅଜ୍ଞ, ସେ ନିଜେ କ'ଣ କରେ ନିଜେ ଜାଣିପାରେନି। କିନ୍ତୁ ପାପୀ ଯେତେବେଳେ ନିଜ ଭୁଲ ସ୍ୱୀକାର କରେ ଏବଂ ପ୍ରାୟଶ୍ଚିତ ପାଇଁ ଶପଥ ନିଏ, ଏହା ହିଁ ତାର ମହାନତା। ମୁଁ ମୋର ଅନେକ ସ୍ୱୀକାରୋକ୍ତି କରିଛି। ଭୁଲ କରିଥିବା ଅନେକ କଥା ନିଜେ ମାନିଛି। ପିଲାବେଳେ କୁସଙ୍ଗରେ ପଡ଼ି କରିଥିବା ପାପ ନିଜ ବାପାଙ୍କୁ ଜଣାଇ କ୍ଷମା ମାଗିଛି। ପ୍ରାୟଶ୍ଚିତ ପାଇଁ ଶପଥ ନେଇଛି। କିନ୍ତୁ ସେ ଭୁଲ ମୋ କାନ୍ଧରେ ଆଉ ବୋଝ ହୋଇ ରହିନାହିଁ। ଆଗକୁ ଆଗେଇ ଯିବାରେ ସେ ଆଉ ମୋର ପ୍ରତିବନ୍ଧକ ହୋଇ ରହିନି। ମୁଁ ଭାବେ ମୋ ସହ ଈଶ୍ୱର ଅଛନ୍ତି। ଈଶ୍ୱରଙ୍କ ଉପରେ ଭରସା ରଖିଛି। ଏକ ଦୃଢ଼ ମନ ପାଇଁ ଏହା ମୁଁ କରୁଛି। ସେଇଥିପାଇଁ ମୁଁ ପ୍ରାର୍ଥନା କରେ, ଉପବାସ କରେ। ମୋ ସଂସ୍କାର ପାଇଁ ଏହା ଦରକାର ହୋଇଥାଏ। ପ୍ରାର୍ଥନା ଏବଂ ଉପବାସ ଆତ୍ମଶକ୍ତିକୁ ଶକ୍ତ କରାଏ। ମଣିଷ ମାତ୍ରେ ଭୁଲ। ସ୍ୱୀକାରୋକ୍ତି ଆଗକୁ ଆଗେଇ ଯିବାର ଏକ ପଥର ପାହାଚ, ଏକ ଦୃଢ଼ ଅକଣ୍ଠିତ ସୋପାନ। ଯିଏ ନିଜ ଭୁଲ କଥା ଲୁଚାଏ, ସେ ନିଜେ ଏକ ଜୀବନ୍ତ ଠକ ହୋଇଯାଏ। ମୋ ଭାଷାରେ ସେ ଏକ ଫ୍ରଡ୍। ତାର ରସାତଳଗାମୀ ହୁଏ। ମଣିଷ ଅସୁର ନୁହେଁ କିମ୍ବା ଈଶ୍ୱର ବି ନୁହେଁ। ସେ ସର୍ବବିଦ୍ୟମାନ, ସର୍ବଶକ୍ତିମାନ ଈଶ୍ୱରଙ୍କର ଏକ ସୃଷ୍ଟି। ସେ ଜୀବନରେ ଦିବ୍ୟ ଶକ୍ତି ପ୍ରାପ୍ତି ପାଇଁ ଜନ୍ମ ହୋଇଛି। ଏହି ଦିବ୍ୟ ଶକ୍ତି ପାଇବାର ମାର୍ଗ ହେଉଛି ଅନୁତାପ, ପ୍ରାୟଶ୍ଚିତ, ସ୍ୱୀକାରୋକ୍ତି। ଏହା ଆତ୍ମଶୁଦ୍ଧିକରଣରେ ସାହାଯ୍ୟ କରେ। ଯେତେବେଳେ ଜଣେ ଅନୁତାପ କରେ ଏବଂ କ୍ଷମା ଦେବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ସେତେବେଳେ ସେ ପାପମୁକ୍ତ ହୋଇଯାଏ। ନୂଆ ଏକ ଜୀବନ ତାର ଆରମ୍ଭ ହୁଏ। ଜଣେ ନିଜ ମୁହଁରେ ନିଜକୁ କେବଳ ନିନ୍ଦା କରିଦେଲେ ପାପ ଧୋଇ ହୋଇଯାଏ ନା। ପ୍ରାୟଶ୍ଚିତ ହିଁ ପାପକୁ ଧୋଇ ଦିଏ। ଭୁଲ ସ୍ୱୀକାର କିନ୍ତୁ ତତ୍କ୍ଷଣାତ୍ ହେବା ଦରକାର। ସ୍ୱୀକାରୋକ୍ତି ଏକ ଅହିଂସା। ପ୍ରାୟଶ୍ଚିତ ଅହିଂସାର ପ୍ରାଥମିକ ପର୍ବ। ଗାନ୍ଧୀ ତାଙ୍କ ଆତ୍ମଜୀବନୀର ମୁଖବନ୍ଧରେ ସ୍ପଷ୍ଟ ଉଲ୍ଲେଖ କରନ୍ତି, ମୁଁ ମୋର କିଛି ଭୁଲ, କିଛି ପାପ ଲୁଚାଉ ନାହିଁ କିମ୍ବା କମ୍ କରି କହୁନାହିଁ। ଏହା କରିବା ପାଇଁ ଗଭୀର ଆତ୍ମସମୀକ୍ଷା କରିଛି। ମୁଁ ମୋତେ ମୋ ଭିତରେ ନିରନ୍ତର ଖୋଜିଛି। ଯାହା ପାଠକ ଜାଣିବା କଥା ସବୁ କଥା ଖୋଲି କହିଦେଇଛି। ekotha କହିଦେଲେ ମୁଁ ଯେ ଏକ ଆଦର୍ଶ ପୁରୁଷ ହୋଇଯିବି, ଏହା ମୋର ଉଦ୍ଦେଶ୍ୟ ନୁହେଁ। ସନ୍ଥ କବି ସୁରଦାସଙ୍କ କବିତା ଉଦ୍ଧୃତ କରି ଗାନ୍ଧୀ କହନ୍ତି, ସୃଷ୍ଟିକର୍ତ୍ତାଙ୍କ ଠାରୁ ମୋ ପାଷାଣ୍ଡପଣ ଲୁଚାଇ ମୁଁ ଅବିଶ୍ୱାସୀ ହେବାକୁ ଚାହେଁ ନା। ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଆତ୍ମଜୀବନୀକୁ ଅନେକ ସେଣ୍ଟ ଅଗଷ୍ଟାଇନଙ୍କ କନଫେସନ୍ ଏବଂ ଟଲଷ୍ଟୟଙ୍କର କନଫେସନ୍ ସହ ତୁଳନା କରନ୍ତି। ପ୍ରକୃତରେ କିନ୍ତୁ ଅଗଷ୍ଟାଇନ ଏବଂ ଟଲଷ୍ଟୟଙ୍କ ଆତ୍ମଜୀବନୀ ଠାରୁ ଗାନ୍ଧୀଙ୍କ ଆତ୍ମଜୀବନୀ ପୁରା ନିଆରା। ଅଗଷ୍ଟାଇନଙ୍କ ଆତ୍ମଜୀବନୀରେ ଧାର୍ମିକ ଚଳଣି, ନୀତି ଓ ଡଗମା ଉପରେ ଗୁରୁତ୍ୱ ଦିଆଯାଇଛି। ଟଲଷ୍ଟୟଙ୍କ କନଫେସନରେ ଠିକ୍ ସେମିତି ନିଜ ବଡ଼ ପାପକୁ ଲୁଚାଇବାକୁ ଯାଇ ଛୋଟ ଛୋଟ ପାପ ଉପରେ ଟଲଷ୍ଟୟ ପ୍ରାଧାନ୍ୟ ଦେଇଛନ୍ତି। ଗାନ୍ଧୀଙ୍କ ଆତ୍ମଜୀବନୀ କିନ୍ତୁ ସ୍ୱଚ୍ଛ ଏବଂ ପବିତ୍ର, ଏକ ଖୋଲା ସ୍ୱୀକାରୋକ୍ତି।